ଘର ହେଉଛି ମୟୂରଭଞ୍ଜ ବାରିପଦା। ତେଣୁକରି ଆଶ୍ଚର୍ଯ୍ୟ ହେବି, ମୁଁ ଖୁସି ହେବି ମୟୂରଭଞ୍ଜ ବିଷୟରେ। ଏବଂ ଯଦି ସୌଭାଗ୍ୟ ମୋର ସେତିକି ମିଳିବ ତ ନିଶ୍ଚିତ ଭାବରେ ସବୁବେଳେ ସେ ଭଲ ପାଇବା ରହିଛି ମୟୂରଭଞ୍ଜ ପ୍ରତି। ଏବଂ ତାର ଟୁରିଜିମ୍ ହଉ, ତାର ଖାଇବା ହଉ, ପ୍ରତ୍ୟେକଟି ଜିନିଷ ପ୍ରତି ଭଲ ପାଇବା ରହିଛି। ଏବଂ ଆଜି ଆସିଲା ବେଳେ ବି ମୁଁ କଥା ହେଇକି ଆସୁଥିଲି, ଅସିତ ଭାଇ ବସିଛନ୍ତି, ମୁଁ କହିଲି ଅସିତ ଭାଇ ଟିକେ ମୁଢ଼ି ନା ଭାଜିବା ପାଇଁ ଦେଇଛି, ଆସିଲେ ମୁଁ ଶୁକ୍ରବାର ତ ଘରକୁ ପଠେଇଦେବି। ଆଜି ବି ଖାଇସାରିଲା ପରେ ମାଙ୍କର ଟିକେ ଶେଷ ଯୋଉଟା ଥାଏ ମୁଢ଼ି ଟିକେ ଦେବ କି, ତ ଆଜି ବି ରହିଛି ସେଇଟା। ତ ସେ ବହୁତ ପ୍ରଚଳିତ ରହିଛି। ତେଣୁକରି ମୁଁ ଗର୍ବିତ ଯେ ମୋ ମାଙ୍କ ଘର ଏ ମାଟିରେ ଏବଂ ତାଙ୍କର ସନ୍ତାନ। ତ ନିଶ୍ଚିତ ଭାବରେ ଏ ମାଟିର ସନ୍ତାନ ଭାବରେ ମୁଁ ନିଜକୁ ବି ଗର୍ବ ଅନୁଭବ କରେ। ତେଣୁକରି ଏଥିରେ କୌଣସି ଦ୍ୱିଧା ନାହିଁ। ଯେଉଁ ସମୟରେ ବି ଆପଣମାନଙ୍କର ଯାହା ବି ଦରକାର ଅଛି ମୋର ଏ ମାଟି ପାଇଁ, ତ ନିଶ୍ଚିତ ଭାବରେ ମୁଁ ସବୁବେଳେ ଏ ଜାଗାରେ ଅଛି। ବହୁତ ବହୁତ ଧନ୍ୟବାଦ। ଆଉ ବାକି ଯେଉଁ ଜାଗା କଥା କହିଲେ, ବାରିପଦା କଥା କୁହନ୍ତୁ, ରାଇରଙ୍ଗପୁର କଥା କୁହନ୍ତୁ, କରଞ୍ଜିଆ, ଉଦଳା, କପ୍ତିପଦା, ଏ ସବୁ ଜାଗା ଆଜି ନୁହେଁ, ଛୋଟବେଳୁ ଏ ସବୁ ଜାଗା ସାଙ୍ଗରେ ପରିଚିତ। ଏବେ ରାଇରଙ୍ଗପୁରର ଆଉ ଗୋଟେ ପରିଚୟ ବି ଆପଣମାନେ ପାଇଛନ୍ତି, ମୟୂରଭଞ୍ଜବାସୀ ପାଇଛନ୍ତି, ମହାମହିମ ରାଷ୍ଟ୍ରପତି ମହୋଦୟ। ତେଣୁକରି ୟାଠୁ ବଡ଼ ଗର୍ବ ଆମ ପାଇଁ ଆଉ କିଛି ନାହିଁ। ଧନ୍ୟବାଦ। बहुत बहुत धन्यवाद सर आपंकर बिलंगिंग न्यूज ये सारा यही कार्यक्रम को परवर्त कार्यक्रम को आगे बढ़ा कि अनुरोध किसी समय आप सहित कार्यक्रम हेलो